ଓ ହ୍ୟାଲୋ ଫ୍ରେଣ୍ଡସ୍ ପୁଣି ଥରେ ସ୍ୱାଗତ କରୁଛି ଆଉ ଥରେ ଆମ ଜିକେ କ୍ଲାସ୍କୁ ଏବଂ ଆଜିର ଜିକେ କ୍ଲାସ୍ଟି ହେଉଛି ଆପଣଙ୍କର କବି ଓ ଉପାଧି ଟପିକ୍ ଉପରେ। ତ ଯେଉଁମାନେ ବି ପୂର୍ବ ଭିଡ଼ିଓ ଦେଖିନାହାନ୍ତି ଆପଣମାନେ ଯାଇକି ଦେଖିଦିଅନ୍ତୁ, ଡେସ୍କ୍ରିପ୍ସନ୍ ମଧ୍ୟ ଲିଙ୍କ୍ ଦେଇଦେଉଛି। ଏବଂ ନେକ୍ସଟ କଥା ହେଉଛି କ'ଣ ନା ଏଇ କ୍ୱେଶ୍ଚନ୍ ଗୁଡ଼ିକ ଆଜି ଯେଉଁ ରହିଛି କବି ଓ ଉପାଧି ପୂର୍ବଥର ଆର୍ଆଇ ମେନ୍ ଆମର ଏକ୍ଜାମ୍ରେ ଆସିଥିଲା ମଧ୍ୟ ଏବଂ ଯେତିକି ପ୍ରକାର OSSC ହେଉ OSSC ହେଉ କିମ୍ବା ଓଡ଼ିଶା ପୋଲିସ ଆମର IRB OSP IRB ସବୁଥିରେ ଏହି ପ୍ରକାର କ୍ୱେଶ୍ଚନ୍ ମଧ୍ୟ ଦେଖିବାକୁ ମିଳୁଅଛି ଏବଂ ତୁମେମାନେ ନିହାତି ଭାବରେ ଏହି ଭିଡ଼ିଓକୁ ଦେଖ ଆଉ ଏହାକୁ ମଧ୍ୟ ନିହାତି ଭାବରେ ଭଲ ଭାବରେ ପଢ଼। ଠିକ୍ ଅଛି, ତ ଆଜିର ଭିଡ଼ିଓକୁ ଷ୍ଟାର୍ଟ କରିବାରୁ ଗୋଟେ କଥା କହିଦିଏ, ଯେଉଁମାନେ ବି ତୁମ ଚ୍ୟାନେଲକୁ ସବସ୍କ୍ରାଇବ୍ କରୁନାହାନ୍ତି ଜଲ୍ଦି ସବସ୍କ୍ରାଇବ୍ କରିଦିଅ ଏମିତି ଜିକେ କ୍ଲାସ୍ ଏବଂ ଭିଡ଼ିଓ ପାଇବା ପାଇଁ। ତ ଚାଲନ୍ତୁ ଡେରି ନକରି ଆରମ୍ଭ କରିବା। ତ ଦେଖ ପ୍ରଥମ କଥା ହେଉଛି କ'ଣ କହିଛି ନା ଏଇଠି ଏପଟ ସାଇଡ଼୍ରେ ତୁମର ନାମ ଗୁଡ଼ିକ ଦିଆହେଇଛି ଏପଟ ସାଇଡ଼୍ରେ ଏବଂ ଏପଟ ଟାଇଟଲ୍ ବା ଉପାଧି ଗୁଡ଼ିକ ଦିଆହେଇଛି କେଉଁ କବି କେଉଁ ଉପାଧି ପାଇଥିଲେ। ତ ପ୍ରଥମ କଥା ଦେଖ, ପ୍ରଥମେ ଆପଣ ଆସୁଛି କ'ଣ ଗୋପବନ୍ଧୁ ଦାସ। ତ ଗୋପବନ୍ଧୁ ଦାସ କେଉଁ ଉପାଧି ପାଇଥିଲେ ନା ତୁମମାନେ ସମସ୍ତେ ଜାଣିଥିବ ଯେ ଉତ୍କଳମଣି ଗୋପବନ୍ଧୁ ଦାସ ତାଙ୍କୁ ମଧ୍ୟ କୁହାଯାଏ, ମାନେ ଗୋପବନ୍ଧୁ ଦାସ ତାଙ୍କର ଟାଇଟଲ୍ ମାନେ କ'ଣ ନା ହେଉଛି ଉପାଧି କ'ଣ ପାଇଥିଲେ ନା ହେଉଛି ଉତ୍କଳମଣି ବୋଲି ପାଇଥିଲେ। ମଧୁସୂଦନ ଦାସ କ'ଣ ପାଇଥିଲେ ନା ହେଉଛି ଉତ୍କଳ ଗୌରବ ପାଇଥିଲେ ଏବଂ ସୁଭାଷ ଚନ୍ଦ୍ର ବୋଷ କ'ଣ ନା ନେତାଜୀ ସୁଭାଷ ଚନ୍ଦ୍ର ବୋଷ। ଆମେ ସବୁବେଳେ କହିଥାଉ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଏମିତି ଆମେ କହିଥାଉ, ତ ସମସ୍ତଙ୍କ ନାଁ ପୂର୍ବ ଆମେ କ'ଣ ଗୋଟେ ଗୋଟେ ଉପାଧି ଲଗାଇଥାଉ। ତ ସେହିପରି ସୁଭାଷ ଚନ୍ଦ୍ର ବୋଷକୁ କେଉଁ ଉପାଧି ମିଳିଥିଲା ନା ନେତାଜୀ ଉପାଧି ମିଳିଥିଲା। ଡକ୍ଟର ହରେକୃଷ୍ଣ ମହତାବକୁ କେଉଁ ପ୍ରକାର ଉପାଧି ମିଳିଥିଲା ନା ହେଉଛି ଆମର ହେଉଛି ଉତ୍କଳ କେଶରୀ। ଏବଂ ଦେଖନ୍ତୁ ଏଇ ସାଇଡ଼୍ରେ ମଧ୍ୟ ଓଡ଼ିଆରେ ମଧ୍ୟ ଲେଖା ହେଇଛି। ଏବଂ ସାରଳା ଦାସଙ୍କୁ ଆଦିକବି କାହାକୁ କୁହାଯାଏ ନା ସାରଳା ଦାସଙ୍କୁ କୁହାଯାଏ। ଉପେନ୍ଦ୍ର ଭଞ୍ଜ କିଏ ନା ହେଉଛି କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ, ଆମେ ଏମିତି କହିଥାଉ। ବଳଦେବ ରାଉତ କିଏ ନା ହେଉଛି କବି ସୂର୍ଯ୍ୟ, ସେ ଉପାଧି ପାଇଥିଲେ। ଏବଂ ନେକ୍ସଟ ଦେଖନ୍ତୁ ଆପଣଙ୍କର କ'ଣ ହେଉଛି ନା ଫକୀରମୋହନ ସେନାପତି, ଯାହାକି ମୋଷ୍ଟ ଇମ୍ପୋର୍ଟାଣ୍ଟ ରହିଛି, ଯାହାକି ବ୍ୟାସ କବି କ'ଣ କୁହାଯାଏ ନା ହେଉଛି ଫକୀରମୋହନ ସେନାପତି ବୋଲି ଆମେ କହିଥାଉ। ଏବଂ ଗଙ୍ଗାଧର ମେହେରକୁ ଆମେ କ'ଣ କହିଥାଉ ନା ଗଙ୍ଗାଧର ମେହେରକୁ ଆମେ ସ୍ୱଭାବ କବି ବୋଲି କହିଥାଉ। ତ ଗଙ୍ଗାଧର ମେହେର ସ୍ୱଭାବ କବି ଉପାଧି ପାଇଥିଲେ। ଠିକ୍ ଅଛି, ନେକ୍ସଟ ଦେଖ ସେହିପରି ଆମର କ'ଣ ଆସିଛି ନା ରାଧାନାଥ ରାୟ। ରାଧାନାଥ ରାୟ କହିଲେ ଆମେ କ'ଣ ବୁଝିବା ନା ହେଉଛି କବିବର ରାଧାନାଥ ରାୟ, ଯେ ଆମର ରାଧାନାଥ ରାୟ କେଉଁ ଉପାଧି ପାଇଥିଲେ ନା କବିବର ଉପାଧି ପାଇଥିଲେ। କୁନ୍ତଳା କୁମାରୀ ସାପଦ କେଉଁ ଉପାଧି ପାଇଥିଲେ ନା ଉତ୍କଳ ଭାରତୀ। କୁନ୍ତଳା କୁମାରୀ ସାପଦ କେଉଁ ଉପାଧି ପାଇଥିଲେ ନା ହେଉଛି ଉତ୍କଳ ଭାରତୀ। ଠିକ୍ ଅଛି, ନେକ୍ସଟ ଦେଖ କ'ଣ ନା ହେଉଛି ଗୌରୀ ଶଙ୍କର ରାୟ କେଉଁ ଉପାଧି ପାଇଥିଲେ ନା ହେଉଛି ଆମର ଯେଉଁ କର୍ମବୀର। କର୍ମବୀର ଉପାଧି କିଏ ପାଇଥିଲେ ନା ଗୌରୀ ଶଙ୍କର ରାୟ କର୍ମବୀର ଉପାଧି ପାଇଥିଲେ। ଚିନ୍ତାମଣି ମହାନ୍ତି ଯାହାକି କବି ଶେଖର ଉପାଧି ପାଇଥିଲେ। କୃଷ୍ଣ ପ୍ରସାଦ ବସୁ କବି ମଞ୍ଜୁଳା ଉପାଧି ପାଇଥିଲେ। କାଳୀଚରଣ ପଟ୍ଟନାୟକ କବି ଚନ୍ଦ୍ର ଉପାଧି ପାଇଥିଲେ। ଶ୍ୟାମ ସୁନ୍ଦର ଦାସ କେଉଁ ଉପାଧି ପାଇଥିଲେ ନା କିଶୋର କବି ଉପାଧି ପାଇଥିଲେ। ଆଉ କ'ଣ ଅଛି ନା ହେଉଛି ବଚନ ନିଧି ଶତପଥୀ, ଯାହାକି କ'ଣ ହୋଇଥିଲେ ନା କଳାନିଧି ବୋଲି କ'ଣ ପାଇଥିଲେ ନା ହେଉଛି ଉପାଧି ପାଇଥିଲେ। ଲକ୍ଷ୍ମୀକାନ୍ତ ମହାପାତ୍ର କାନ୍ତକବି ଉପାଧି ପାଇଥିଲେ। ବୀର କିଶୋରୀ ଦାସ କ'ଣ ନା ହେଉଛି ଜାତୀୟ କବି ବୋଲି ଉପାଧି ପାଇଛନ୍ତି। ମାୟାଧର ମାନସିଂହ ଆମର ପ୍ରେମିକ କବି ବୋଲି ସେ ପାଇଛନ୍ତି ଆମର ଉପାଧି। ତ ଏଇସବୁ ଉପାଧି ପାଇଛନ୍ତି। ଆଉ ଥରେ କହିଦେଉଛୁ, ଯେଉଁମାନେ ବି ଭିଡ଼ିଓ ଦେଖୁଛନ୍ତି ଲାଇକ୍ କରୁନାହାନ୍ତି ଲାଇକ୍ଟି ନିହାତି କରିଦିଅ ଆଉ ସବସ୍କ୍ରାଇବ୍ କରନ୍ତୁ। ଏମିତି ଡେଲି ଆମର କ'ଣ ଆସିବ ନା ହେଉଛି ଜିକେ କ୍ଲାସ୍ ଆଉ ଜିକେ ଭିଡ଼ିଓ ଆପଣମାନଙ୍କ ସାମ୍ନାରେ ଆସିବ, ଆପଣମାନେ ଦେଖିବେ ଆଉ ନିହାତି ଭାବରେ ଆଗାମୀ ଏକ୍ଜାମ୍ରେ ଜିକେ ସ୍କୋରକୁ 100% ଆପଣ କରିପାରିବେ, ସ୍କୋର କରିପାରିବେ। ଠିକ୍ ଅଛି, ଚାଲ ନେକ୍ସଟ ଦେଖିବା। ନେକ୍ସଟ କ'ଣ ଅଛି ଦେଖ, ନେକ୍ସଟ ଅଛି ଆମର କ'ଣ ନା ହେଉଛି ଭୀମ ଭୋଇ। ଭୀମ ଭୋଇ ଆମର କେଉଁ ଉପାଧି ପାଇଥିଲେ ନା ଯେଉଁ ସନ୍ଥ କବି। ଭୀମ ଭୋଇ କ'ଣ ନା ସନ୍ଥ କବି ବୋଲି ତାଙ୍କୁ କୁହାଯାଇଛି। ଏବଂ ଅଭିମନ୍ୟୁ ସାମନ୍ତସିଂହାର କ'ଣ ନା ହେଉଛି ବିଦଗ୍ଧ କବି। ଠିକ୍ ଅଛି, ଏବଂ ନେକ୍ସଟ ଦେଖ, ନେକ୍ସଟ ଆସିଲା କ'ଣ ନା ହେଉଛି କାଳୀଚରଣ ଦାସ। କ'ଣ କାଳୀଚରଣ ପଟ୍ଟନାୟକ ଯାହାକି କବିଚନ୍ଦ୍ର ଉପାଧି ପାଇଛନ୍ତି। ଶ୍ୟାମ ସୁନ୍ଦର ଦାସ ଯାହାକି କିଶୋର କବି ଏବଂ ବଚନିଧି ଶତପଥୀ ଯାହାକି କଳାନିଧି ଏବଂ ଏଇଟା ଆଉ କ'ଣ ଲକ୍ଷ୍ମୀକାନ୍ତ ମହାପାତ୍ର କାନ୍ତକବି। ତ ଏଇଟା ଆମେ ପଢ଼ିଥିଲେ, ତ ଏଇଟା ରିପିଟ୍ ହେଇଯାଇଛି। ଏବଂ ଦେଖନ୍ତୁ ମଧୁସୂଦନ ରାଓ କେଉଁ ଉପାଧି ପାଇଥିଲେ ନା ହେଉଛି ଭକ୍ତ କବି। କେଉଁ ଉପାଧି ନା ଭକ୍ତ କବି। ତାପରେ ଯଦୁମଣି ମହାପାତ୍ର କହୁଛ ନା ଉତ୍କଳ ଘଣ୍ଟ ବୋଲି ଆମେ କାହାକୁ କହିଥାଉ ନା ହେଉଛି ଯଦୁନାଥ ବୋଲି। ଏଇଟା ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ହେଉଛି ତୁମର କ'ଣ ନା ଏଇଟା ହେଉଛି ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ। ଠିକ୍ ଅଛି ପିଲାମାନେ, ଏଇଟା ହେଉଛି ତୁମର ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ ଦେଖ ନେକ୍ସଟ କ'ଣ କହିଛି ନା ହେଉଛି ଡକ୍ଟର କୁଞ୍ଜ ବିହାରୀ ଦାସ ଯାହାକି କ'ଣ ଲୋକରତ୍ନ ଆମର ଯେଉଁ ଉପାଧି ପାଇଛନ୍ତି। ବିଶ୍ୱନାଥ ମିଶ୍ର କ'ଣ ପାଇଛନ୍ତି ନା ଉତ୍କଳ ରତ୍ନ। ଏଠି ଦେଖିପାରୁଥିବ ବିଶ୍ୱନାଥ ମିଶ୍ର ଉତ୍କଳ ରତ୍ନ। ପଦ୍ମଚରଣ ପଟ୍ଟନାୟକ ଯାହାକି ଉତ୍କଳ ଭୀମ ଉପାଧି ପାଇଛନ୍ତି। ଜଗନ୍ନାଥ ଦାସ କ'ଣ ହୋଇଛନ୍ତି ନା ଅତି ବଡ଼ି ଜଗନ୍ନାଥ ଦାସ। ଏଇଟା ଆମେ କହିବା ଏଇଟା ମଧ୍ୟ ମୋଷ୍ଟ ଇମ୍ପୋର୍ଟାଣ୍ଟ, ଏଇଟା ହେଲା ଜଗନ୍ନାଥ ଦାସ ହେଉଛି କ'ଣ ଏଇଟା ହେଉଛି ମୋଷ୍ଟ ଇମ୍ପୋର୍ଟାଣ୍ଟ। ତାପରେ ଦେଖ ବିଜୁ ପଟ୍ଟନାୟକ କ'ଣ ଯେଉଁ ଭୂମିପୁତ୍ର କାହାକୁ କହିବା ନା ବିଜୁ ପଟ୍ଟନାୟକ। ନନ୍ଦକିଶୋର ବଳକୁ କ'ଣ କୁହାଯାଏ ନା ପଲ୍ଲୀ କବି କହିଥାଉ, ଆମେ ମଧ୍ୟ ଆଗରୁ ପଢ଼ିଛେ। ଏବଂ ଗୋଦାବରୀଶ ମିଶ୍ର କ'ଣ କୁହନ୍ତି ନା ଯେଉଁ ଗାଥା କବି ବୋଲି କହିଥାଉ। କ'ଣ କହିଥାଉ ନା ଗାଥା କବି ବୋଲି କହିଥାଉ। ଏବଂ ନେକ୍ସଟ ଦେଖନ୍ତୁ ପଦ୍ମଚରଣ ପଟ୍ଟନାୟକ ଉତ୍କଳ ଭୀମ ଏବଂ ଜଗନ୍ନାଥ ଦାସ ଅତିବଡ଼ି ଏବଂ ବିଜୁ ପଟ୍ଟନାୟକ ଏଇଟା ସବୁ ପଢ଼ିଥିଲେ। ତାପରେ ଦେଖ କୁନ୍ତଳା କୁମାରୀ ସାବତ
ଆମର କ'ଣ ଅଛି ନା ଯେଉଁ ନାରୀ କବି କୁନ୍ତଳ କୁମାର ସାମନ୍ତ କ'ଣ କହିଛନ୍ତି ନା ଯେଉଁ ନାରୀ କବି ଠିକ୍ ଅଛି। ଏବଂ ତାପରେ କ'ଣ ନା ଯେଉଁ ଭଗବାନ ପ୍ରତି କ'ଣ ନା ଯେଉଁ କୋକିଳ କବି ଭଗବାନ ପ୍ରତି କ'ଣ ନା ଯେଉଁ କୋକିଳ କବି ଉପାଧି ପାଇଛନ୍ତି। ଗୋଦାବରୀ ସିଂହ ମହାପାତ୍ର ନା ଯେଉଁ ବ୍ୟଙ୍ଗ କବି ଏବଂ ରବି ସିଂ କ'ଣ ନା ହେଉଛି ଆମର ପାଇଛନ୍ତି ବିପ୍ଳବ କବି ଏବଂ ହରିକୃଷ୍ଣ ପୁରୋହିତ କ'ଣ ନା ହେଉଛି କବିରାଜ ଏବଂ ପୁରୁଷୋତ୍ତମ ମିଶ୍ର କବି ରତ୍ନ ଏବଂ ଗୋପୀନାଥ ପାତ୍ର କବି ଭୂଷଣ ଏବଂ ଗୋପାଳ କୃଷ୍ଣ ପଟ୍ଟନାୟକ କବି କଳାହଂସ। ତ ଏଇ ସବୁ ଉପାଧି ଥିଲା ମୋଷ୍ଟ ଇମ୍ପୋର୍ଟାଣ୍ଟ ଥିଲା ତୁମମାନଙ୍କୁ ମଧ୍ୟ କହିଦେଲି ଆଉ ସମସ୍ତେ ବି ଦେଖିଥିବ ଆଉ ଭଲ ବି ଲାଗୁଥିବ ଆଶା କରୁଛି। ଆଉ ଏମିତି ସବୁ କିଛି ଆପଡେଟ୍ ବା ଏମିତି ସବୁ କିଛି ଜିକେ ଭିଡ଼ିଓ ପାଇବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ପାଇଁ ଜମା ବି ଭୁଲିବେ ନାହିଁ। ଆଉ ଲାଇକ୍ କରନ୍ତୁ ଆଉ ନୋଟିଫିକେସନକୁ ଅଲ୍ କରିଦିଅନ୍ତୁ କାହିଁକିନା ଯେକୌଣସି ବି ଯେଉଁ ଭିଡ଼ିଓ ଆସିବ ଆପଣଙ୍କ ପାଖରେ ପହଞ୍ଚିବ ଆପଣମାନେ ଦେଖିବା ପାଇଁ ଚେଷ୍ଟା କରିବେ। ତ ଆଜି ପାଇଁ ଏତିକି ରହିଲି ଆଉ ନେକ୍ସଟ ପୁଣି ଆମେ ଜିକେ କ୍ଲାସ୍ରେ ଦେଖା ହେବା। ତ ଆଜି ପାଇଁ ରହିଲି ଧନ୍ୟବାଦ ଆଉ ସମସ୍ତଙ୍କୁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମା ବି ଭୁଲିବା ନାହିଁ। ଜୟ ହିନ୍ଦ ଜୟ ଭାରତ ଫ୍ରେଣ୍ଡସ୍।